ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ବହୁତ ବଡ଼ ଅପଡେଟ୍ ରହିଛି। ଆପଣ ଖରିଫ ଫସଲ ବିକ୍ରୟ କରିବା ପାଇଁ ଚାହୁଁଛନ୍ତି। ଏହି ଖରିଫ ଫସଲ ବିକ୍ରୟ କରିବାକୁ ହେଲେ ଆପଣମାନେ ଏହିସବୁ ନିୟମ ପ୍ରତି ଧ୍ୟାନ ରଖିବା ଉଚିତ। ଓଡ଼ିଶାରେ ଚାଷୀମାନେ ଜାଣିଥିବେ ଯେ ଖରିଫ ଧାନ କ୍ରୟ କରିବା ପାଇଁ ଚାଷୀମାନଙ୍କର ପଞ୍ଜୀକରଣ 19/7/2025ରୁ ଆରମ୍ଭ ହୋଇ ଶେଷ ତାରିଖ 20/8/2025 ତାରିଖ ପର୍ଯ୍ୟନ୍ତ ରହିଛି। ଦେଖନ୍ତୁ, ଆଜିକା ଡେଟ୍ରେ ଗୁରୁତ୍ୱପୂର୍ଣ୍ଣ କଥା ରହିଛି ଚାଷୀ ଭାଇ ଭଉଣୀମାନଙ୍କ ପାଇଁ। ଖରିଫ ଧାନ କ୍ରୟ ପାଇଁ ଯେଉଁ ପଞ୍ଜୀକରଣ ପ୍ରକ୍ରିୟା ରହିଛି ସରକାରଙ୍କ ତରଫରୁ, ଯଦି ସେହି ନିୟମରେ ଆପଣମାନେ କିଛିଟା ଭୁଲ କରୁଛନ୍ତି ତାହେଲେ ଆପଣମାନେ ଅନେକ ସାରା ସମସ୍ୟାର ମଧ୍ୟ ସମ୍ମୁଖୀନ ହେବେ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଖରିଫ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଯେଉଁ ରହିଛି ବର୍ତ୍ତମାନ ଚାଲିଛି 20 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସେଥିପାଇଁ ଆପଣମାନେ କେଉଁ କଥା ପ୍ରତି ଆପଣ ଧ୍ୟାନ ରଖିବେ, କ'ଣ ସବୁ ନିୟମ ଲାଗୁ ହୋଇଛି। ପୂର୍ବରୁ ଯେଉଁ ଚାଷୀମାନେ ପଞ୍ଜୀକରଣ କରିଥିଲେ ସେମାନଙ୍କୁ କେବଳ ରିନ୍ୟୁଆଲ୍ କରିବା ପାଇଁ ପଡ଼ୁଥିଲା, ଯାହାକି ବର୍ତ୍ତମାନ ରାଜ୍ୟ ସରକାରଙ୍କ ତରଫରୁ ଏହି ନିୟମଟିକୁ ପରିବର୍ତ୍ତନ କରାଯାଇଛି। ଚଳିତ ବର୍ଷରେ ଯେଉଁ ଚାଷୀ ଭାଇ ଭଉଣୀମାନେ ଧାନ ବିକ୍ରୟ କରିବା ପାଇଁ ଚାହୁଁଛନ୍ତି, ପୁନର୍ବାର ସେମାନଙ୍କୁ ପଞ୍ଜୀକରଣ କରିବାର ଆବଶ୍ୟକତା ରହିଛି। ଦେଖନ୍ତୁ, ଆପଣ ଯେତେବେଳେ ନୂଆ କରି ପଞ୍ଜୀକରଣ କରିବେ, ସରକାରଙ୍କ ତରଫରୁ ଏହି ନୂଆ 12ଟି ନିୟମ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ। ଯଦି ଏହି ନିୟମ ଗୁଡ଼ିକ ଆପଣମାନେ ଭଲ ଭାବରେ ବୁଝିବେନି, ଜାଣିବେନି, ଧାନ ବିକ୍ରୟ କରିବା ପାଇଁ ଆପଣ ଅଯୋଗ୍ୟ ବିବେଚିତ ହେବେ। ତ ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆପଣମାନଙ୍କ ପାଇଁ ଯେଉଁ 12ଟି ନିୟମ ରହିଛି, ସେହି 12ଟି ନିୟମ ବିଷୟରେ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଡିଟେଲ୍ସ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ବିନା ସ୍କିପ୍ରେ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିବାକୁ ଜମା ବି ଭୁଲିବେନି, କାରଣ ସରକାରଙ୍କ ତରଫରୁ ଯାହା ବି ନୂଆ ଅପଡେଟ୍, ନୂଆ ଯୋଜନା ଆସିବ ଆପଣ ଆଗ ପାଇପାରିବେ। ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଆପଣମାନଙ୍କର ପଞ୍ଜୀକରଣ ପ୍ରକ୍ରିୟା 19 ଜୁଲାଇରୁ 20 ଅଗଷ୍ଟ ପର୍ଯ୍ୟନ୍ତ ଆପଣ କରିପାରିବେ। ସେଥିପାଇଁ ନିକଟସ୍ଥ ଅନୁମୋଦନ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ୱୟଂସହାୟକ ଗୋଷ୍ଠୀ କିମ୍ବା ପାଣି ପଞ୍ଚାୟତରେ ଆଗୁଆ ପଞ୍ଜୀକରଣ କରିବା ଆବଶ୍ୟକତା ରହିଛି। ଚଳିତ ବର୍ଷରେ କ୍ଷୁଦ୍ର ନାମମାତ୍ରା ଚାଷୀ, ଭାଗ ଚାଷୀମାନଙ୍କ ପାଇଁ କିଛିଟା ନିୟମରେ ପରିବର୍ତ୍ତନ କରାଯାଇଛି। ଆସନ୍ତୁ ଜାଣିବା ସରକାରଙ୍କ ତରଫରୁ କ'ଣ ରହିଛି 12ଟି ନିୟମ, ସେ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା। ଦେଖନ୍ତୁ, ଆପଣଙ୍କ ସ୍କ୍ରିନରେ ମୁଁ ଶୋ କରିଦେଇଛି ଯାହା ରହିଛି ଆଦରଣୀୟ ଚାଷୀ ଭାଇ ଓ ଭଉଣୀ, ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଆସନ୍ତା 19 ଜୁଲାଇ ତାରିଖ ଠାରୁ ଧାନ ବିକ୍ରୟ ପାଇଁ ଚାଷୀ ପଞ୍ଜୀକରଣ ଆରମ୍ଭ କରାଯାଇଛି। ଏଥର ପଞ୍ଜୀକରଣ ନିୟମରେ କିଛିଟା ଚେଞ୍ଜେସ୍ କରାଯାଇଛି। 1ରେ ଆପଣମାନଙ୍କ ରହିଛି ରିନ୍ୟୁଆଲ୍ କରାଯିବ ନାହିଁ। ଦେଖନ୍ତୁ, ଯଦି ଆପଣମାନେ ପୂର୍ବରୁ ଧାନ ବିକ୍ରୟ କରିବା ପାଇଁ ପଞ୍ଜୀକରଣ କରିଥିଲେ କିନ୍ତୁ ଆପଣମାନେ ଆଉ ରିନ୍ୟୁଆଲ୍ କରିପାରିବେ ନାହିଁ, ଆପଣମାନେ ନୂତନ ବାର ପଞ୍ଜୀକରଣ କରିବା ପାଇଁ ପଡ଼ିବ। ପରବର୍ତ୍ତୀ ସମ୍ପୂର୍ଣ୍ଣ ଭାବରେ ନୂତନ ପଞ୍ଜୀକରଣ କରାଯିବ। ତାପରେ ଫର୍ମ ଦାଖଲ ସମୟରେ ଆଧାର ଭ୍ୟାଲିଡେସନ୍ ପାଇଁ ଆଖି ସ୍କାନ୍ କରାଯିବ। ପରବର୍ତ୍ତୀ ନିୟମ ରହିଛି OTP ମାଧ୍ୟମରେ ମୋବାଇଲ ନମ୍ବର ଭେରିଫାଏ କରାଯିବ। ତାପରେ ଚଳିତ ବର୍ଷ DBD ଆକ୍ଟିଭ୍ ଥିବା ଆକାଉଣ୍ଟକୁ ଧାନ ଟଙ୍କା ପଠାଯିବ। ପରବର୍ତ୍ତୀ, ଯେଉଁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ KYC କିମ୍ବା ଆଧାର ଲିଙ୍କ ନାହିଁ, ଜଲ୍ଦି ଆପଣମାନେ କରେଇ ନିଅନ୍ତୁ। ତାପରେ ରହିଛି ପଞ୍ଜୀକରଣ ପରେ ଆପଣଙ୍କୁ ପଞ୍ଜୀକରଣର ରସିଦ ପ୍ରିଣ୍ଟ ଦିଆଯିବ, ଯେଉଁଥିରେ ସବୁ ଡିଟେଲ୍ସ ଉଲ୍ଲେଖ ରହିବ। ତାପରେ ନିୟମଟି ରହିଛି, ଠକ ଲୋକମାନେ ଆପଣଙ୍କୁ ନ ଜଣାଇ ଆପଣଙ୍କ ଜମିକୁ ଅଯଥା ସମ୍ପର୍କ ଦେଖାଇ ପଞ୍ଜୀକରଣ କରାଇଥିଲେ ତୁରନ୍ତ ଅଭିଯୋଗ କରନ୍ତୁ। ତାପରେ ନିୟମ, ଭାଗ ଚାଷୀମାନେ ମାଲିକଙ୍କ ସ୍ୱୀକୃତି ପତ୍ର ଦାଖଲ କରିବେ। ତାପରେ ରହିଛି ପଞ୍ଜୀକରଣ ସମୟରେ ନିଜର ସମସ୍ତ ଡିଟେଲ୍ସ ଭଲ ଭାବରେ ପୂରଣ କରିବେ। ତା ସହିତ ପଞ୍ଜୀକରଣ ସମୟରେ ଆପଣମାନେ ଆବଶ୍ୟକତା ଡକୁମେଣ୍ଟସ୍ ପ୍ରତି ବିଶେଷ ଧ୍ୟାନ ରଖିବେ, ଯେମିତିକା ଆଧାର କାର୍ଡ଼,
ସ୍ଥାୟୀ ମୋବାଇଲ ନମ୍ବର, ଜମିର ତଥ୍ୟ ଏସବୁ ଆବଶ୍ୟକତା ଡକୁମେଣ୍ଟସ୍ ରହିଛି। ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ଏହି ନିୟମ ପ୍ରତି ଆପଣମାନେ ବିଶେଷ ଧ୍ୟାନ ରଖିବା ଉଚିତ, କାରଣ ଆପଣମାନେ ଏହି ନିୟମ ପ୍ରତି ଯଦି ଆପଣ ବିଶେଷ ଧ୍ୟାନ ନ ରଖିବେ ତାହେଲେ ଆପଣ ଧାନ ବିକ୍ରୟ କରିବା ପାଇଁ ଅଯୋଗ୍ୟ ବିବେଚିତ ହେବେ।